ଆପଣ ଧନୀ ହୋଇପାରନ୍ତି, ଗରିବ ହୋଇପାରନ୍ତି, ଛୋଟ ପିଲା ହୋଇଥିବେ, ଯୁବକ କିମ୍ବା ଯୁବତୀ ହୋଇଥିବେ, ବୟସ୍କ ଲୋକ ମଧ୍ୟ ହୋଇଥିବେ, ଚାକିରି କରିପାରନ୍ତି ପ୍ରାଇଭେଟ୍ କିମ୍ବା ଗଭର୍ଣ୍ଣମେଣ୍ଟରେ, ବିଜନେସ୍ କରୁଥିବେ, ଯେକୌଣସି କାମ ଆପଣ କରୁଥିବେ। ଆପଣ ଜାଣିଥିବେ ଜଗତରେ ଯେକୌଣସି ଲୋକ ହେଲେ ମଧ୍ୟ ତାଙ୍କ ଜୀବନରେ ଶାନ୍ତିର ଆବଶ୍ୟକତା ରହିଛି। ଆଉ ଜଗତର କୌଣସି ବସ୍ତୁ, ଜଗତର କୌଣସି ଜିନିଷ ପ୍ରକୃତ ଶାନ୍ତି ଇନର ପିସ୍ ଆମକୁ ଦିଏ ନାହିଁ। ଆପଣଙ୍କ ପାଖରେ ସବୁ କିଛି ଥିବ, ଯଦି ଆବଶ୍ୟକ ଜିନିଷ ସବୁ ଗୁଡ଼ାଏ ଥିବ, ଗାଡ଼ି ଥିବ, ଭଲ ଚାକିରି ଥିବ, ଇନକମ୍ ଥିବ, ଫ୍ୟାମିଲି ଥିବ, ଆପଣଙ୍କ ଅଣ୍ଡରରେ ବହୁତ ଲୋକ କାମ କରୁଥିବେ, କିନ୍ତୁ ଶାନ୍ତି ମିଳେନି। କେତେକ ଲୋକ ଭାବନ୍ତି ଭଲ ଚାକିରି କରିଦେଲେ, ବେଶୀ ପଇସା ରୋଜଗାର କରିଦେଲେ, ଫେମସ୍ ହେଇଗଲେ, ସେଲିବ୍ରିଟି ହେଇଗଲେ ଆକ୍ଚୁଆଲି ଜୀବନରେ ଶାନ୍ତି ଆସିବ, ଆରାମସେ ରହିବା। କିନ୍ତୁ ଆପଣ ଜାଣିଥିବେ ଓ ଶୁଣିଥିବେ ନ୍ୟୁଜ୍ରେ କି ବଡ଼ ବଡ଼ ଲୋକମାନେ ସୁଇସାଇଡ଼୍ କରନ୍ତି, ସେଲିବ୍ରିଟି ମାନେ ସୁଇସାଇଡ଼୍ କରନ୍ତି। ସେମାନଙ୍କ ଜୀବନରେ ଆକ୍ଚୁଆଲି ବହୁତ ଗୁଡ଼ାଏ ଅଶାନ୍ତି ରୁହେ, ବାହାରକୁ ଦେଖାଯାଏନି, କିନ୍ତୁ ମନରେ ହୃଦୟରେ ଅଶାନ୍ତି ରୁହେ, ଭର୍ତ୍ତି ହେଇକି ରୁହେ। ଇନର ପିସ୍ କିଛି ନାହିଁ, ପ୍ରକୃତ ଶାନ୍ତି ସେମାନଙ୍କ ଜୀବନରେ ନାହିଁ। କିନ୍ତୁ ଆକ୍ଚୁଆଲି ଆପଣ ପ୍ରକୃତ ଶାନ୍ତି କେଉଁଠି ପାଇବେ ବନ୍ଧୁମାନେ? ଆପଣଙ୍କ ଜୀବନରେ ପ୍ରକୃତ ଶାନ୍ତି କେଉଁଠି ପାଇବେ? ସେଇ ଇନର ପିସ୍ କେଉଁଠି ପାଇବେ? ମୁଁ ଆପଣଙ୍କୁ ଯାହା ବିଷୟରେ କହିବାକୁ ଯାଉଛି ସେ ହେଉଛି ଶାନ୍ତି ରାଜା। ସେ ହେଉଛି ଆମର ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟ। ଗୀତ ସଂଗୀତ 29:11 ପଦରେ ଲେଖାଯାଏ, ସଦାପ୍ରଭୁ ଆପଣା ଲୋକମାନଙ୍କୁ ବଳ ଦେବେ, ସଦାପ୍ରଭୁ ଆପଣା ଲୋକମାନଙ୍କୁ ଶାନ୍ତି ଦେଇ ଆଶୀର୍ବାଦ କରିବେ। ତ ପ୍ରଭୁ କହୁଛନ୍ତି ଆମେ ଯଦି ପ୍ରଭୁଙ୍କ ନିକଟକୁ ଯିବା ତାହେଲେ ଆମେ ତାଙ୍କରି ଲୋକ ହେବା, ଆଉ ଯଦି ଆମେ ତାଙ୍କରି ଲୋକ ତାହେଲେ ସେ ଆମକୁ ବଳ ଦେବେ, ଆଉ ସେ ଆମମାନଙ୍କୁ ମଧ୍ୟ ଶାନ୍ତି ଦେଇ ଆଶୀର୍ବାଦ କରିବେ। ଜହନ 14:27 ପଦରେ ଲେଖାଯାଏ, ଯୀଶୁଖ୍ରୀଷ୍ଟ କହୁଛନ୍ତି ମୁଁ ତୁମ୍ଭମାନଙ୍କୁ ଶାନ୍ତି ଦାନ କରି ଯାଉଅଛି, ମୋର ନିଜର ଶାନ୍ତି ତୁମ୍ଭମାନଙ୍କୁ ଦାନ କରୁଅଛି। ଜଗତ ଯେପରି ଦାନ କରେ ମୁଁ ତୁମ୍ଭମାନଙ୍କୁ ସେପରି ଦାନ କରୁନାହିଁ। ଶାନ୍ତିର ରାଜା ଯୀଶୁଖ୍ରୀଷ୍ଟ ତାଙ୍କର ଶିଷ୍ୟମାନଙ୍କୁ କହୁଛନ୍ତି କି ମୁଁ ତୁମ୍ଭମାନଙ୍କୁ ଶାନ୍ତି ଦାନ କରି ଯାଉଅଛି। ସେଇ ଶାନ୍ତି ହେଉଛି ପ୍ରଭୁଙ୍କ ଶାନ୍ତି। ସେ ଲେଖା ଅଛି ମୋର ନିଜର ଶାନ୍ତି ତୁମ୍ଭମାନଙ୍କୁ ଦାନ କରୁଅଛି, ଜଗତ ଯେପରି ଦାନ କରେ ମୁଁ ତୁମ୍ଭମାନଙ୍କୁ ସେପରି ଦାନ କରୁନାହିଁ। ପ୍ରକୃତର ଶାନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ହିଁ ମିଳେ। ମାଥ୍ୟୁ 11:28 ପଦରେ ଲେଖାଯାଏ, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ପ୍ରଭୁ ଆପଣଙ୍କୁ କହୁଛନ୍ତି ଆପଣ ଯଦି ଅଶାନ୍ତିରେ ଅଛନ୍ତି, ଆପଣଙ୍କୁ ଯଦି ଭାରଗ୍ରସ୍ତ ଅଟନ୍ତି, ଆପଣଙ୍କ ଜୀବନ ଯଦି ଶାନ୍ତି ନାହିଁ, ବହୁତ ଗୁଡ଼ିଏ ଟେନସନ୍ ଅଛି, ଚିନ୍ତା ଅଛି, ତାହେଲେ ପ୍ରଭୁ କହୁଛନ୍ତି କି ମୋ ନିକଟକୁ ଆସ। ଆପଣ ପ୍ରଭୁଙ୍କ ନିକଟକୁ ଯାଆନ୍ତୁ, ପ୍ରଭୁଙ୍କ ଠାରେ ସମର୍ପଣ କରନ୍ତୁ। ଆପଣ ଜଗତର କୌଣସି ଲୋକଙ୍କୁ କହିଲେ ତାଙ୍କେ ସଲ୍ଭ କରିପାରିବେନି ବନ୍ଧୁମାନେ। ଆପଣ ପ୍ରଭୁଙ୍କ ନିକଟକୁ ଯାଆନ୍ତୁ, ଆପଣ ପ୍ରଭୁଙ୍କ ନିକଟରେ ସବୁ କିଛି ସମର୍ପଣ କରନ୍ତୁ। ଆପଣଙ୍କର ସମସ୍ତ ଅସୁବିଧା ପ୍ରଭୁଙ୍କ ନିକଟରେ ସମର୍ପଣ କରନ୍ତୁ। ଆପଣ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରନ୍ତୁ, ନିଜର ପାପ ସବୁ ପ୍ରଭୁଙ୍କ ନିକଟରେ ସମର୍ପଣ କରନ୍ତୁ। ଆଉ ପ୍ରଭୁ କହୁଛନ୍ତି ସିଏ ଆପଣଙ୍କୁ ବିଶ୍ରାମ ଦେବେ। ଆପଣ ଯଦି ପ୍ରକୃତରେ ଶାନ୍ତି ଆଉ ବିଶ୍ରାମ ପାଇବାକୁ ଚାହାନ୍ତି ତାହେଲେ ନିଜକୁ ପ୍ରଭୁଙ୍କ ଠାରେ ସମର୍ପଣ କରନ୍ତୁ, ପ୍ରଭୁଙ୍କ ଠାରେ ପ୍ରାର୍ଥନା କରନ୍ତୁ, ଆଉ ସେ ଆପଣଙ୍କୁ ନିଶ୍ଚୟ ଆପଣଙ୍କ ଜୀବନରେ ଶାନ୍ତି ଓ ବିଶ୍ରାମ ଦେବେ।